ଏଠି ଗୋଟେ ଘର ଅଛି ସେ ମାନେ ଏତେ କାହା ସହିତ ସାଙ୍ଗ ହେବାକୁ ହଉ ଦେଖନ୍ତୁ ମାନେ ଭିଉଟା वेलकम बैक टू माय यूट्यूब चैनल अनिता ब्लॉग्स। तो आ गोटे ब्लॉग आपण मानक स्वागत करछि। आशा करछि समस्त भल थे मु भी भल अच्छे। तो गाइज मु जाने मत कौन भल लगुनि माने एलोन फील हो पूरा कुछ भल लगुनि। सो मु आसिक रूम रे बसी सॉरी माने छात उपर बसी घर कथा टे मन पड़ुछि भल लगुनि। भावुली से पार्क आड़े टी गले माइंड फ्रेश लगे से रूममेट रो देह भी खराब अच्छी सो आ गले जानने गाइज मत एमती कौन मैं फिल हो थर थर पूरा बहुत ये हो जाऊँगी। आबे टाइम केतरे 18:26 माने 6:26 आउ दिन सारा मु कौन है गाइज आज मो पूरा से रूम खोजुला आम रहा तो सेटा माने खोजी अच्छी पूरा हालिया माने टायर्ड है छाड़ पूरा मेघ भाग अच्छे सन्धार देखते मुझे भी बुझीपारे मत कहीं फिल हो माने माइंड एक्चुअली कौन चलती मुझे बुझीपारे पूरा एमती थर थर लगुच माने कौन कह इमेजिनेशन बाहर पूरा ये लगे माने एत सैड फिल हो मुझे अवॉइड करुँची जिते भी से नेगेटिव जिनसा ये करुँची माइंड से आसूचे तापर कौन हो गाइज मु रही जाइली ना घरे तो हठात मत आसिक माने कौन एकला एकला सब किसी करते माने एकला ही रोते तो एबे जो आसी पूरा गहली सब ये माने सेटा बोध मत पूरा थरथरी पूरा कौन माने भितर गोटे कौ टाइप ये फिलिंग्स हो निजे भी जानी पारनी। मनीष जिते भी पॉजिटिव रहा चाहिए भी ता सहित किसी ना किसी जिनस माइंड आसते माइंड को ऑटोमेटिक ये कर दे था तो कौन कह जापारूनी। आज एमती संडे थिला छुट्टी ऑफिस काली पुणी अदर ऑफिस खाली एक्सेप्ट करुँच जिनस गुड़ा जहाँ भी हो कि भल हो भाविकी थर थर तो माने एमती माने एमती हो कि माने कांदा को ये भी लुह जमा भी आसेनी आखिर सेमती टाइप मत फिल हो। मु ऑफिस को जिते जाऊँ मत माने क्या सहित सांग होगा कि फास्ट जो आसली मत जमी किसी भी ये हो ना माने क्या सहित सांग कि ना मत किसी फरक पड़ूना माने मोर सांग थे भी भल मोर नथिले बोले एमती टाइप मत फिल हो किंतु माने आउ कहते कि जो मु प्राय जन को भी माने शुणी देखी भिडियो भी एमती कहते कि भुवनेश्वर आसते पूरा चेंज हो जाए सेमती किसी न था चेंज ना निज ऊपर से डिपेंड करे निजर निजर आटिट्यूड निजर बिहेवियर निजर पर्सनालीटी केमती रखा कथा सेमती किसी चेंज ना मु तो देखे ये बहुत सिंपल रे भी लोक ये रोचे किंतु गोटे कौन कहले गोटे जिन सेमती होता है लोक कौन भावुँ मुझे माने भावुँ माने लोक भावती कि ड्रेसिंग सेंस टू जन को पूरा
ତାର ସବୁକିଛି ପର୍ସନାଲିଟି ଉପରେ ମେଣ୍ଟାଲିଟି ଉପରେ ସବୁକିଛି ଲୋକ ପୁରା ଜଜ୍ କରିଦିଅନ୍ତି, କିନ୍ତୁ ସେମିତି କିଛି ନଥାଏ। ଲୋକଙ୍କର ପର୍ସନାଲିଟି ମାନେ ଲୋକ ଦେଖାଯାଆନ୍ତି ସିମ୍ପଲ୍, କିନ୍ତୁ ତାଙ୍କ ମେଣ୍ଟାଲିଟି ସେମିତି ନଥାଏ। ମୁଁ ମୋ କଥା କହୁଛି, ମୁଁ ମୋ ପର୍ସନାଲିଟି ମାନେ ମୋର ଡ୍ରେସିଂ ସେନ୍ସକୁ ଦେଖିଲେ ଜଣେ ଭାବିବନି କି ମାନେ ୟାର ଏଇ ଟାଇପ୍ର ମେଣ୍ଟାଲିଟି ଥିବ। ମୋର ଗାଇସ୍ ସତ ମାନେ ଆପଣ ନିଜେ ବି ମାନେ ଭାବେ କି ନାଇଁ ମୁଁ ମିଛ କହୁଥାଇପାରିବି, ବାକି ମୋର ଡ୍ରେସିଂ ସେନ୍ସକୁ ଦେଖିଲେ ମୋ ମେଣ୍ଟାଲିଟି ବହୁତ ଫରକ, ମାନେ ପୁରା ହାଇ ଲେଭେଲ୍ ମୋର ମେଣ୍ଟାଲିଟି। ମୋର ଏମିତି ଛୋଟ ଚିନ୍ତାଧାରା ବିଲକୁଲ ବି ନାହିଁ। ବାସ୍ ଦେଖାଯାଉ ଭୁବନେଶ୍ୱରରେ କେତେ ଦିନ ମୁଁ ତିଷ୍ଠି ପାରୁଛି। ମ୍ୟାଟର୍ କରୁଛି ମୋ ସାଲେରୀ କେତେ ଦେଉଛନ୍ତି, କାହିଁକିନା ମୋତେ ଗାଇସ୍ କହିଥିଲେ, ଛାଡ଼ନ୍ତୁ ସେଇଟା କହିଲେ ବି ଠିକ୍ ହେବନି। ମାନେ ଯେତିକି କହିଥିଲେ ତା'ର 1000 ଇଏ କରିଛନ୍ତି, ତ ଦେଖାଯିବ କ'ଣ ହେଉଛି। ଯଦି ନ ଇଏ ହେଲା, ଯଦି ସେଭିଂ ମୁଁ କରିପାରୁଛି ଗୋଟେ ମନ୍ଥରେ, ତ ମୁଁ ଏଇଠି ରହିବି। ଆଉ ଯଦି ମୁଁ ସେଭିଂ କରିପାରୁନି ତ ମୁଁ ଘରକୁ ପଳେଇବି। ସେଇ ମାଇଣ୍ଡସେଟ୍ ନେଇକି ମୁଁ ଆସିଛି। ସେଭିଂ ଯଦି କରିପାରିଲି ଏଇଠି ରହିବି, ନହେଲେ ନାହିଁ ଘରକୁ ପଳେଇବି। ହଉ ଦେଖନ୍ତୁ ମାନେ ଭିୟୁଟା, ଇଭିନିଂର ଭିୟୁଟା ବି କେତେ ମସ୍ତ ଅଛି। ଏଠି ଗୋଟେ ଘର ଅଛି, ସେ ଘର ଯେଉଁ ଦେଖାଯାଉଛି ଟିକେ ମାନେ ତା'ର ଇଏ ଟାଇପ୍ର, ସେ ଘରଟାକୁ ଦେଖିଲେ ମୋତେ କାର୍ଟୁନ୍ ଘର ଭଳିଆ ଲାଗେ। ମାନେ ମୁଁ କାର୍ଟୁନ୍ ଘରେ ମାନେ କାର୍ଟୁନ୍ରେ ଯେମିତି ଘର ଦେଖୁଛି ସେମିତି ଟାଇପ୍ର ମୋତେ ଫିଲ୍ ହୁଏ। ଆଉ ଏଇଠି ବସିଲେ ତ ମୁଁ ସବୁବେଳେ ସନ୍ଧ୍ୟାରେ ମାନେ ଯେତେବେଳକୁ ମୋ ଡ୍ୟୁଟି ସରିକି ଆସେ, ମୁଁ ସେ ଉପରେ ବସେ, ସେଇଟା ଗୋଟେ ଇଏରେ ଲାଗିଛି, ସେଇଠି ତାପରେ ବସେ ଉପରକୁ ଟିକେ ଯାଇ, କାହିଁକିନା ଏବେ ଇଭିନିଂ ହେଇଛି ନା, ତ ଉପରେ ବସିଲେ ମାନେ ଇଏ ଲାଗୁନି, ତ ସେଥିପାଇଁ ବୋଲେ ମୁଁ ସେଇଠି ଉପରେ ଆସିକି ବସେ। ଏବେ ତଳେ ଅଛି ସେଥିପାଇଁ। ତ ଗାଇସ୍ କ'ଣ ଆଉ କହିବି, ଏବେ ବାପା ବି ଜଣେ ରୋଷେଇ କରୁଥିବେ, ପ୍ଲସ୍ ତାଙ୍କର କାମ, ଏପଟେ ବାବୁର ଟ୍ୟୁସନ୍, ତ ଟିକେ ଭାବିଲେ ପୁରା ମାଇଣ୍ଡଟା ଏପଟ ସେପଟ ହେଇଯାଉଛି। ଆଉ ଭଲ ଲାଗୁନି। ଏତେ ଷ୍ଟ୍ରଗଲ୍ କରିବାକୁ ପଡ଼ୁଛି ମଣିଷମାନଙ୍କୁ। ମୁଁ ଭାବେ ଥରେ ମୁଁ ଭାବୁଛି ମୁଁ ହିଁ ଜଣେ ଷ୍ଟ୍ରଗଲ୍ କରୁଛି ବୋଲି, ଦେଖିଲା ବେଳକୁ ମୋଠୁ ବି ଆହୁରି ଏମିତି ଲୋକ କିଛି ଅଛନ୍ତି, ସେମାନେ ବହୁତ ଷ୍ଟ୍ରଗଲ୍ କରନ୍ତି। ତ ମୁଁ ଏତେ ନିଜକୁ ଏଲୋନ୍ ଫିଲ୍ କରେନି ଥରେ, କାହିଁକିନା ମୁଁ ଯେଉଁଠି ଅଛି ଠିକ୍ ଅଛି। ଲୋକ ତ ଏମିତି ବି ଅଛନ୍ତି ଯିଏ ଚାହୁଁଛନ୍ତି କି ମୋ ଭଳିଆ ବଞ୍ଚିବା ପାଇଁ, କି ମୋ ଭଳିଆ ଇଏ କରିବା ପାଇଁ, ସେମାନଙ୍କୁ ସେଇ ଫେସିଲିଟି ବି ମିଳୁନି। ତ କିଛି ନାହିଁ, ମୁଁ ସବୁ ଜିନିଷ ବାସ୍ ଆକ୍ସେପ୍ଟ କରୁଛି, ଆଉ କିଛି ନାହିଁ। ମାନେ କ'ଣ ଅନ୍ଧାର ହେଇଗଲାଣି, ତ ମୁଁ କେବଳ ମାନେ ତା ରୁମ୍ରେ ବନେଇ ବି ପାରୁନି ନା, ତ ସେଥିପାଇଁ ମୁଁ ଛାତକୁ ପଳେଇ ଆସିକି ବନାଉଛି। ତ ଆଉ କିଛି କହିବିନି, ଯେମିତି ଭଲ ଲାଗୁନି, ଟିକେ ଏଇଠି ବସିବି ମୁଁ ସେ ସିଢ଼ିରେ ଉପରକୁ ଯାଇକି। ତ ଆଜିର ବ୍ଲଗ୍କୁ ଏଇଠି ଏଣ୍ଡ କରୁଛି ଗାଇସ୍। ଆଉ ଯଦି ଭଲ ଲାଗୁଛି ମୋ ଭିଡ଼ିଓକୁ ଟିକେ ସବସ୍କ୍ରାଇବ୍ କରିଦିଅନ୍ତୁ, କାହିଁକିନା ଆପଣମାନଙ୍କ ସପୋର୍ଟ ବିନା ମୁଁ କିଛି କରିପାରିବିନି। ତ ଆଜିର ବ୍ଲଗ୍କୁ ଏଇଠି ଏଣ୍ଡ କରୁଛି, ପୁଣି ଆଉ ଗୋଟେ ନ୍ୟୁ ବ୍ଲଗ୍ରେ ଦେଖା ହେବ। ସେଥି ପର୍ଯ୍ୟନ୍ତ ମୋତେ ବିଦାୟ ଦିଅନ୍ତୁ, ରହୁଛି, ଟାଟା।